ଦର୍ଶକ ବନ୍ଧୁ, ବ୍ୟକ୍ତି ସବୁବେଳେ ଚାହେଁ ସୁଖରେ ରହିବାକୁ। ଅର୍ଥ କଷ୍ଟ ନଥିବ କିମ୍ବା ଶରୀର କଷ୍ଟ ନଥିବ, ମନ କଷ୍ଟ ନଥିବ। ଶରୀର କଷ୍ଟ ସବୁଠାରୁ ବଡ଼ କଷ୍ଟ। ରୋଗରେ ପଡ଼ିଥିବା ବ୍ୟକ୍ତି ବହୁ କଷ୍ଟ ପାଇଥାଏ। ନିରୋଗୀ ଶରୀର ହେବା ବହୁ ତପସ୍ୟାର ଫଳ। ପୂର୍ବ ଜନ୍ମରେ ଯିଏ ପୁଣ୍ୟ କରିଥାଏ ସିଏ ନିରୋଗୀ ଶରୀର ହୋଇଥାଏ। ବର୍ତ୍ତମାନ ମଧ୍ୟ ଆମ୍ଭେ ଚାହିଁଲେ ନିରୋଗୀ ରହିପାରିବା। ସେଥିପାଇଁ ମୁଁ କିଛି ଉପାୟ କହିବାକୁ ଚାହୁଁଛି, ମନ ଦେଇ ଶୁଣିବେ। ସେଥିପାଇଁ ଭିଡ଼ିଓଟିକୁ ଟିକେ ଲାଇକ୍ କରନ୍ତୁ। ପ୍ରଥମ କଥା ହେଲା, କାହା ପ୍ରତି ହିଂସା ରଖିବନି। ଦ୍ୱିତୀୟରେ, କାହାର ଅନିଷ୍ଟ କରିବନି। କାହାକୁ ସାହାଯ୍ୟ ନ କରିପାର, କିନ୍ତୁ କାହାର ଅନିଷ୍ଟ ହେଲା ଭଳିଆ କାମ କେବେ ବି କରିବନି। ତୃତୀୟରେ ହେଲା, ପ୍ରତିଦିନ ରାତି 5ଟାରେ ଉଠି ମୁହଁ ଧୋଇ ଚକା ପକାଇ ସ୍ଥିର ଭାବରେ ଓଁ ନମଃ ବାସୁଦେବାୟ ଅତି କମରେ 10 ମିନିଟ୍ ଜପ କରିବେ। ପ୍ରଭାତରେ ଜପ କଲେ ଶୀଘ୍ର ଫଳପ୍ରାପ୍ତି ହୋଇଥାଏ, କାରଣ ବାତାବରଣ ଶାନ୍ତ ଥାଏ, ସକାରାତ୍ମକ ଶକ୍ତି ବଳବତ୍ତର ଥାଏ। ପଞ୍ଚମରେ, ପିତାମାତାଙ୍କୁ ସେବା କରିବ। ତାଙ୍କୁ ବାଧିଲା ଭଳି କୌଣସି କଥା କିମ୍ବା କାର୍ଯ୍ୟ କରିବ ନାହିଁ। ଷଷ୍ଠରେ, ସକାଳୁ ଉଠି ପ୍ରଥମେ ପିତାମାତାକୁ ପାଦ ଛୁଇଁ ନମସ୍କାର କରିବ ଓ ଯେଉଁଠାକୁ ଯାତ୍ରା କରିବାକୁ ଅଛି ଯିବା ପୂର୍ବରୁ ପିତାମାତାଙ୍କୁ ପ୍ରଣାମ କରି ଯିବ। ଖାଦ୍ୟରେ ଆମିଷ ଭକ୍ଷଣ କରିବ ନାହିଁ। ଏହି ନିୟମ ମାନି କାର୍ଯ୍ୟ କଲେ ତୁମ୍ଭମାନଙ୍କ ଶରୀର ସୁସ୍ଥ ରହିବ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଟିକେ ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ। ମୁଁ ଆପଣମାନଙ୍କ ପାଇଁ ଭଲ ଭଲ ଟିପ୍ସ ନେଇ ଆସିବି। ରହୁଛି। ଜୟ ଜଗନ୍ନାଥ।